ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳୁଥିବା ସୂଚନା ଅନୁସାରେ ଲଗାତାର ଘୂର୍ଣ୍ଣବଳୟ ଛାଡ଼ିବନି ବର୍ଷା। ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମାରେ ବି ଭୁଲନ୍ତୁ ନାହିଁ। ଅବିଶ୍ରାନ୍ତ ବର୍ଷାଧାରା ବନ୍ଦ ହେବାର ନାଁ ଧରୁନି। ଶୁଖିଲା ପାଗ କୁଆଡ଼େ ହଜିଗଲାଣି। ନିୟମିତ ବର୍ଷା ଲାଗି ରହିଛି। ପାଣିପାଗର ସମ୍ଭାବ୍ୟ ଲକ୍ଷଣ ଯାହା ଏବେ ବର୍ଷା ଛାଡ଼ିଲା ଭଳି ଲାଗୁନି। ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣବଳୟ ବର୍ଷା ଜାରି ରହିଥିବା ବେଳେ ଆହୁରି 2ଟି ଘୂର୍ଣ୍ଣବଳୟ ଆଗପଛ ହୋଇ ଆସୁଛି। ବର୍ଷା ଢାଳିବ ନିର୍ଧୁମ। ଏ ବର୍ଷ ଆଗୁଆ ଆସିଥିବା ମୌସୁମୀ ଆରମ୍ଭରୁ ଧକାଉଥିଲା। ରଜ ଯାଏଁ ମୌସୁମୀ ଦୁର୍ବଳ ହୋଇ ପଡ଼ିଥିଲା। ଜୁନ୍ 20 ପରେ ମୌସୁମୀ ସକ୍ରିୟ ହେଲା। ଯେତିକି ନିଅଣ୍ଟିଆ ସ୍ଥିତି ଥିଲା ସବୁ ଭରଣା କରିଦେଲା ଏହି ସପ୍ତାହରେ। ଜୁନ୍ 26ରୁ ଜୁଲାଇ 2 ଭିତରେ ରାଜ୍ୟରେ ଯେତିକି ବର୍ଷା ହେବା କଥା ତାଠାରୁ 100% ଅଧିକ ବର୍ଷା ଅଜାଡ଼ିଛି। ବର୍ତ୍ତମାନ ସ୍ଥିତି ଏଇଆ, ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ 29% ଅଧିକ ବର୍ଷା ଢାଳିଛି ମୌସୁମୀ। 3ଟି ଜିଲ୍ଲାରେ ପୁରୀ, ଗଜପତି, ନୂଆପଡ଼ା ବର୍ଷା ସାମାନ୍ୟ ନିଅଣ୍ଟିଆ ଥିବାବେଳେ 27 ଜିଲ୍ଲା ବର୍ଷା ଭଲ ହୋଇଛି। ଜୁଲାଇରୁ ବି ପ୍ରବଳ ବର୍ଷା ଆଶା ଦେଖାଇଛି ପାଣିପାଗ ବିଭାଗ। ବର୍ତ୍ତମାନ ଉତ୍ତର ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣବଳୟ ଅଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ବିଭିନ୍ନ ମଡେଲକୁ ଅନୁସରଣ କରି ଆଗାମୀ 2 ସପ୍ତାହ ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ ଜାରି କରିଛି। ଏହି ପୂର୍ବାନୁମାନ କହୁଛି ଆସନ୍ତା 6 ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଉପକୂଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇପାରେ। ଏହା 3ରୁ 4 ଦିନ ଭିତରେ ପଶ୍ଚିମୋତ୍ତର ପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବା ସମ୍ଭାବନା ଅଛି। ସେହିପରି ଜୁଲାଇ 11ରୁ 17 ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣବଳୟ ହୋଇପାରେ। ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉପକୂଳ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ବାଂଲାଦେଶ ଉପରେ ଏବେ ଗୋଟିଏ ଘୂର୍ଣ୍ଣବଳୟ ଥିବାବେଳେ ଆଗପଛ ହୋଇ ଆଉ 2ଟି ଘୂର୍ଣ୍ଣବଳୟ ଓଡ଼ିଶା ମୁହାଁ ହେବେ। ଏଥିରୁ ସ୍ପଷ୍ଟ ଓଡ଼ିଶାରେ ବର୍ତ୍ତମାନ ଶୁଖିଲା ପାଗ ଆଶା କମ୍। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ ହେଲା, ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହୋଇପାରେ। ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡ଼ାରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଶନିବାର ବାହୁଡ଼ା ଯାତ୍ରା ଦିନ ରାଜ୍ୟର ବିସ୍ତୃତ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ, ଉପକୂଳର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ। 6 ତାରିଖ ଅର୍ଥାତ୍ ରବିବାର ଦିନ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅନେକ ସ୍ଥାନ ଏବଂ ଉତ୍ତର ଆଭ୍ୟନ୍ତରୀଣର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। 7ରୁ ବର୍ଷା ପ୍ରକୋପ କମିବ। ତଥାପି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବୁଧବାର ସକାଳୁ ଅପରାହ୍ନ 5:30 ଭିତରେ ଭୁବନେଶ୍ୱରରେ 34.2, ସୁନ୍ଦରଗଡ଼ରେ 43.4, କୋରାପୁଟରେ 44.8, ବୌଦ୍ଧରେ 15 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଅନେକ ସ୍ଥାନରେ ହାଲୁକା ବର୍ଷା ବି ହୋଇଛି। ଜୁନ୍ ପହିଲାରୁ ଏଯାବତ୍ ରାଜ୍ୟରେ 238 ମିଲିମିଟର ବର୍ଷା ହେବା କଥା ହୋଇଛି 305.8 ମିଲିମିଟର। ନୂଆପଡ଼ା, ଗଜପତି, ପୁରୀରେ ବର୍ଷା କମ୍ ଥିବାବେଳେ 14 ଜିଲ୍ଲାରେ ଅଧିକ ଓ 13ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ବୌଦ୍ଧରେ 89%, ସୁନ୍ଦରଗଡ଼ରେ 81%, ଦେବଗଡ଼ରେ 78%, ସୋନପୁରରେ 63%, କୋରାପୁଟରେ 37%, ମୟୂରଭଞ୍ଜରେ 63% ଅଧିକ ବର୍ଷା ହୋଇଛି। କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମାଲକାନଗିରିରେ ସ୍ୱାଭାବିକଠାରୁ 20%, 50% ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇଛି। ଗତ 26 ଜୁନ୍ ଆଜି ଭିତରେ ରାଜ୍ୟରେ ହାରାହାରି 126.5 ମିଲିମିଟର ବର୍ଷା ହୋଇଛି। ଏହି ସମୟ ଭିତରେ କୋରାପୁଟରେ ଯେତିକି ବର୍ଷା ହେବା କଥା ତାଠାରୁ 265% ଅଧିକ ବର୍ଷା ଅଜାଡ଼ିଛି। ମୟୂରଭଞ୍ଜରେ 213%, ବାଲେଶ୍ୱରରେ 201%, ବୌଦ୍ଧରେ 172%, ସୋନପୁରରେ 165%, ମାଲକାନଗିରିରେ 137%,
ନବରଙ୍ଗପୁରରେ 137%, ଜଗତସିଂହପୁରରେ 137%, ସୁନ୍ଦରଗଡ଼ରେ 101%, କଟକରେ 117%, ଅନୁଗୁଳରେ 106%, କେନ୍ଦୁଝରରେ 108%, ଭଦ୍ରକରେ 107 ମିଲିମିଟର ଅଧିକ ବର୍ଷା ଢାଳିଛି। ପାଣିପାଗର ଏହିପରି ଲାଟେଷ୍ଟ ଖବର ପାଇଁ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ସେୟାର କରିବାକୁ ଜମାରେ ବି ଭୁଲନ୍ତୁ ନାହିଁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ଲାଇକ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।